ଏବେ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ନେଇ ଆସିଲା ବଡ଼ ସୂଚନା। ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧିବ ଲଘୁଚାପ। ସାରା ରାଜ୍ୟରେ ଲଗାଣ ବର୍ଷା। ଉପକୂଳଠୁ ଉତ୍ତର, ପଶ୍ଚିମଠୁ ଆଭ୍ୟନ୍ତରୀଣ ସବୁଆଡ଼େ ପ୍ରବଳ ବର୍ଷା ହେବ। ଏଥର ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପଶ୍ଚିମ ସମେତ ଆଭ୍ୟନ୍ତରୀଣ ଜିଲ୍ଲାର କେତେକ ସ୍ଥାନରେ ଭାରୀ ବର୍ଷା ନେଇ ଚେତାବନୀ ଜାରି ହୋଇଛି। 6ରୁ 9 ରାଜ୍ୟର ଅନେକ ସ୍ଥାନରେ ଭୀଷଣ ବର୍ଷାର ଚେତାବନୀ ଦେଇଛି ବିଭାଗ। ସାରା ରାଜ୍ୟରେ ଲାଗି ରହିବ ଲଗାଣ ବର୍ଷା। ଉତ୍ତର ସମେତ ଦକ୍ଷିଣର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିବା ନେଇ ସୂଚନା ଦେଇଛି ବିଭାଗ। ସର୍ବାଧିକ ବର୍ଷା ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ ଏବଂ କଟକ ଜିଲ୍ଲାରେ ଦେଖିବା ପାଇଁ ମିଳିବ। 12ରୁ 20 ସେଣ୍ଟିମିଟର ମଧ୍ୟରେ ବର୍ଷା ନେଇ ତଳିଆ ଅଞ୍ଚଳକୁ ସତର୍କ ରହିବା ପାଇଁ ବିଭାଗରୁ ପରାମର୍ଶ। 6ରୁ 9 ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ ବିଭାଗରୁ ପରାମର୍ଶ। ତଳିଆ ଅଞ୍ଚଳରେ ପୁଣି ଥରେ ଜଳବନ୍ଦୀ ସମସ୍ୟା ସହ ଫ୍ଲାସ୍ ଫ୍ଲଡ୍ର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ନିଶ୍ଚୟ ଜାଣନ୍ତୁ, ଆଗାମୀ 24 ଘଣ୍ଟାରେ ରାଜ୍ୟର କେଉଁ ସବୁ ଜିଲ୍ଲାମାନଙ୍କରେ ବର୍ଷା ସମ୍ଭାବନା ଥିବାବେଳେ ଆଗାମୀ 3 ଦିନ ମଧ୍ୟରେ ରାଜ୍ୟର କେଉଁ ସବୁ ଜିଲ୍ଲାମାନଙ୍କୁ ପ୍ରବଳ ବର୍ଷା ରହିଛି ଏବଂ ଲଘୁଚାପ କେଉଁଠି ସୃଷ୍ଟି ହେଉଛି, ଏହାର ପ୍ରଭାବରେ 6 ତାରିଖଠୁ 9 ତାରିଖ ମଧ୍ୟରେ ରାଜ୍ୟର କେଉଁ ସବୁ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ରହିଛି ସେ ନେଇ ବିଭାଗ ପକ୍ଷରୁ ଏବେ କ'ଣ ନୂଆ ରିପୋର୍ଟ ଜାରି ହୋଇଛି ନିଶ୍ଚୟ ଜାଣନ୍ତୁ। ତା ପୂର୍ବରୁ ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ସବୁ ସମୟରେ ପାଣିପାଗର ତାଜା ଅପଡେଟ୍ ପାଇପାରିବେ। ତେବେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରରୁ ଆସିଲା ବଡ଼ ସୂଚନା। ବଙ୍ଗୋପସାଗରରେ ସୃଷ୍ଟି ହେଉଛି ପୁଣି ଲଘୁଚାପ କ୍ଷେତ୍ର। 6ରୁ ରାଜ୍ୟରେ ପ୍ରବଳ ବର୍ଷା। ଉପକୂଳ ସମେତ ଉତ୍ତରରେ ଭାରୀ ବର୍ଷା ନେଇ ଚେତାବନୀ ଦେଇଛି ବିଭାଗ। 7 ତାରିଖ ବେଳକୁ ପଶ୍ଚିମ ସମେତ ଆଭ୍ୟନ୍ତରୀଣ ଜିଲ୍ଲାର ପ୍ରାୟ ଅଞ୍ଚଳରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ତେବେ 6ରୁ 9 ମଧ୍ୟରେ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, କେଉଁଝର, ଦେଓଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର ଏବଂ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଜିଲ୍ଲାରେ ଦେଖିବା ପାଇଁ ମିଳିବ ଭୀଷଣ ବର୍ଷା। ଉପକୂଳ ଜିଲ୍ଲା ସମେତ ଉତ୍ତରକୁ ଜାରି ହୋଇଛି ହାଇ ଆଲର୍ଟ। ସର୍ବାଧିକ ବର୍ଷା ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ ଏବଂ ବୌଦ୍ଧ ଜିଲ୍ଲାରେ ଦେଖିବା ପାଇଁ ମିଳିବ। ଏନେଇ ପାଣିପାଗ ବିଭାଗରୁ 20 ସେଣ୍ଟିମିଟର ମଧ୍ୟରେ ବର୍ଷା ନେଇ ସୂଚନା ଜାରି ହୋଇଛି। ଏପଟେ ରାଜ୍ୟରେ ଆଜି ବି ମଧ୍ୟ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବଜ୍ରପାତ ଲାଗି ରହିବା ନେଇ ପାଣିପାଗ କେନ୍ଦ୍ରରୁ ସୂଚନା ରହିଛି। ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ କେଉଁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ବରଗଡ଼, ସୋନପୁର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଦେଖିବା ପାଇଁ ମିଳିବ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ଉପକୂଳ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ସହ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି ଏବଂ 1-2ଟି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।